ଜୟ ଜଗନ୍ନାଥ ବନ୍ଧୁଗଣ। ଆଜିର ଏହି ଭିଡ଼ିଓଟି ମିଥୁନ ରାଶିର ସେହି ବନ୍ଧୁମାନଙ୍କ ପାଇଁ ଯେଉଁମାନେ ବହୁତ ପରିଶ୍ରମ କରିବା ପରେ ମଧ୍ୟ ଶେଷ ମୁହୂର୍ତ୍ତରେ ସଫଳତା ପାଇପାରୁନାହାନ୍ତି। ବନ୍ଧୁଗଣ, ଆପଣଙ୍କୁ କ'ଣ ଲାଗୁଛି କି ଆପଣ ଚାରିପାଖରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ସାମ୍ନାରେ ତ ବହୁତ ଭଲ କଥା ହେଉଛନ୍ତି, କିନ୍ତୁ ଆପଣଙ୍କ ଅଜାଣତରେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ'ଣ ଆପଣ ବିଶ୍ୱାସ କରୁଥିବା ନିଜ ଲୋକ ହିଁ ଆପଣଙ୍କୁ ଧୋକା ଦେଉଛନ୍ତି? ମାର୍ଚ୍ଚ 20 ପରେ ଗ୍ରହମାନଙ୍କର ସ୍ଥିତି ଯୋଗୁଁ ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା ସେହି ସବୁ ସତ ଘଟଣା ବିଷୟରେ କହିବି। ଚାକିରି, ବ୍ୟବସାୟ ଓ ସ୍ୱାସ୍ଥ୍ୟ କେଉଁ ବଡ଼ ପରିବର୍ତ୍ତନ ଆସିବ ଏବଂ ସେହି ଷଡ଼ଯନ୍ତ୍ରରେ ଆପଣ କେମିତି ରକ୍ଷା ପାଇବେ, ତାହା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ବନ୍ଧୁଗଣ, ମିଥୁନ ରାଶିର ସବୁଠୁ ବଡ଼ କଥା ହେଉଛି ଆପଣ ବାହାରକୁ ବହୁତ ଖୁସି ଏବଂ ହସ ହସ ମୁଖ ଦେଖାଯାଉଥିଲେ ବି ଭିତରେ ଭିତରେ ଆପଣ ବହୁତ ଏକୁଟିଆ ଅନୁଭବ କରନ୍ତି। ଆପଣଙ୍କ ମନରେ କ'ଣ ଚାଲିଛି ତାହା ଆପଣଙ୍କ ଘର ଲୋକ ବି ଭଲ ଭାବରେ ଜାଣିପାରନ୍ତି ନାହିଁ। ଆପଣ ସମସ୍ତଙ୍କ ସହ ମିଶିଯାଆନ୍ତି ସତ, କିନ୍ତୁ ପ୍ରକୃତ ବିଶ୍ୱାସ କେବେ ବି କାହାକୁ ଜଲ୍ଦି କରିପାରନ୍ତି ନାହିଁ। ଆପଣଙ୍କ ମନରେ ଶୀଘ୍ର ବିରକ୍ତି ଆସିଥାଏ। ଆପଣ କୌଣସି ବି କାମକୁ ବହୁତ ଜଲ୍ଦି ଆରମ୍ଭ କରନ୍ତି, କିନ୍ତୁ ସେଥିରେ ଯଦି ଶୀଘ୍ର ରେଜଲ୍ଟ ନ ମିଳେ ତେବେ ଆପଣ ବହୁତ ଶୀଘ୍ର ବୋର୍ ହୋଇଯାଆନ୍ତି ଏବଂ ଗୋଟିଏ କାମ ସାରିବା ପୂର୍ବରୁ ଆପଣଙ୍କ ମୁଣ୍ଡରେ 10ଟା ନୂଆ ଆଇଡ଼ିଆ ଚାଲିଥାଏ। ଏହି କାରଣରୁ ଆପଣ ଅନେକ ସମୟରେ ମାନସିକ ଦ୍ୱନ୍ଦ୍ୱରେ ମଧ୍ୟ ରହିଥାନ୍ତି। ନିଜ ଲୋକ ହିଁ ଆପଣଙ୍କୁ ଧୋକା ଦେଇଥାନ୍ତି। କେମିତି? ମିଥୁନ ରାଶିର ଲୋକଙ୍କ ସହ ଏହା 100% ଘଟିଥାଏ। ଆପଣ ଯାହାକୁ ସବୁଠୁ ଅଧିକ ସାହାଯ୍ୟ କରନ୍ତି କିମ୍ବା ଯାହା ଉପରେ ସବୁଠୁ ଅଧିକ ବିଶ୍ୱାସ କରନ୍ତି, ସେହି ବ୍ୟକ୍ତି ହିଁ ସମୟ ଆସିଲେ ଆପଣଙ୍କୁ ସବୁଠୁ ବଡ଼ ଆଘାତ ଦେଇଥାଏ। ଆପଣଙ୍କ ପରିଶ୍ରମର ଫଳ ଅନ୍ୟମାନେ ନେଇଯାଆନ୍ତି, ଆପଣ ଶେଷରେ ଖାଲି ହାତରେ ରହିଯାଆନ୍ତି। ଆପଣଙ୍କ ସାହାଯ୍ୟ କରିବାର ପ୍ରକୃତି କ'ଣ ରହିଛି? ଯେତେ କଷ୍ଟ ପାଇଲେ ମଧ୍ୟ ଯଦି କେହି ଆପଣଙ୍କୁ ସାହାଯ୍ୟ ମାଗେ, ଆପଣ ନିଜ କାମ ଛାଡ଼ି ତାଙ୍କ ପାଖରେ ଛିଡ଼ା ହୋଇଥାନ୍ତି। ଆପଣ ଏହି ଦୟାଳୁ ମନୋଭାବ ହିଁ ଆପଣଙ୍କୁ ସବୁଠୁ ବଡ଼ ଶକ୍ତି ଏବଂ ଦୁର୍ବଳତା ମଧ୍ୟ। ଏବେ ଜାଣିବା ଆପଣଙ୍କର ଚାକିରି, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ କ'ଣ ରହିଛି। ବନ୍ଧୁଗଣ, ପ୍ରଥମେ ଆସନ୍ତୁ ଜାଣିବା ଚାକିରି କ୍ଷେତ୍ର କ'ଣ ରହିଛି। ମିଥୁନ ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ବହୁତ ପରିଶ୍ରମୀ, କିନ୍ତୁ ମାର୍ଚ୍ଚ 20 ପରେ ବୁଧଙ୍କ ଚଳନ ଯୋଗୁଁ ଆପଣଙ୍କୁ ଗୋଟିଏ କଥା ପ୍ରତି ସାବଧାନ ରହିବାକୁ ପଡ଼ିବ। ଆପଣଙ୍କ ସାମ୍ନାରେ ଭଲ କହୁଥିବା ସହକର୍ମୀ ହୁଏତ ଆପଣଙ୍କ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କୁ କିଛି ମିଛ କହିପାରନ୍ତି। ତେଣୁ ନିଜର ଗୁପ୍ତ କଥା କିମ୍ବା ଯୋଜନା ଅଫିସରେ କାହାରିକୁ କୁହନ୍ତୁ ନାହିଁ। ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ସମୟରେ ଆପଣଙ୍କୁ ଏକ ଭଲ ଖବର ମିଳିପାରେ। ଏବେ ଆସନ୍ତୁ ଜାଣିବା ବ୍ୟବସାୟର କଥା। ବ୍ୟବସାୟରେ ଆପଣଙ୍କର ଅଟକି ରହିଥିବା ଧନ ଫେରି ପାଇବାର ବହୁତ ବଡ଼ ସୁଯୋଗ ଅଛି, କିନ୍ତୁ ମନେ ରଖନ୍ତୁ, ଏହି ସମୟରେ କୌଣସି ନୂଆ ପାର୍ଟନରସିପ୍ କିମ୍ବା କାହାରିକୁ ବଡ଼ ଅଙ୍କର ଟଙ୍କା ଧାର ଦେବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ନିଜ ଲୋକ ହିଁ ଆପଣଙ୍କର ଆର୍ଥିକ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି। ଶନିଦେବଙ୍କ ଶୁଭ ଦୃଷ୍ଟି ଯୋଗୁଁ ଯଦି ଆପଣ ସଚେତନ ରହିବେ, ତେବେ ଆପଣଙ୍କର ହିଁ ଲାଭ ହେବ। ସ୍ୱାସ୍ଥ୍ୟ କ'ଣ ରହିଛି? ସ୍ୱାସ୍ଥ୍ୟ କଥା କହିଲେ ମିଥୁନ ରାଶିର ଲୋକଙ୍କୁ ମାନସିକ ଚାପ ବା ଟେନସନ୍ ଯୋଗୁଁ ନିଦ ନ ଆସିବା ଭଳି ସମସ୍ୟା ଦେଖା ଦେଇପାରେ। ବିଶେଷ କରି ମାର୍ଚ୍ଚ 20 ରୁ 30 ତାରିଖ ମଧ୍ୟରେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ସଫଳତା ପାଇଁ କ'ଣ ଉପାୟ କରିବେ? ପ୍ରତି ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ ଏବଂ ଓଁ ଗଂ ଗଣପତୟେ ନମଃ ମନ୍ତ୍ରକୁ ଜପ କରନ୍ତୁ। ଦେଖିବେ ଶତ୍ରୁମାନେ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। ବନ୍ଧୁଗଣ, ଶେଷରେ ମୁଁ ଏତିକି କହିବି ଯେ ଗ୍ରହମାନଙ୍କର ଚଳନ ଆମକୁ ସତର୍କ କରାଏ ସତ, କିନ୍ତୁ ଆମର କର୍ମ ଏବଂ ବିଶ୍ୱାସ ହିଁ ଆପଣଙ୍କୁ ସଫଳତା ଦିଏ। ମିଥୁନ ରାଶିର ବନ୍ଧୁମାନେ, ଆପଣ ନିଜ ପରିଶ୍ରମ ଉପରେ ଭରସା ରଖନ୍ତୁ ଏବଂ ଯେଉଁ ସାବଧାନତା କହିଲି ତାକୁ ଧ୍ୟାନରେ ରଖନ୍ତୁ। ଦେଖିବେ ଆସନ୍ତା ସମୟ ଆପଣଙ୍କ ପାଇଁ ନିଶ୍ଚୟ ଶୁଭ ହେବ। ଯଦି ଆପଣଙ୍କୁ ଆଜିର ଏହି ତଥ୍ୟ ଭଲ ଲାଗିଲା, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଆପଣଙ୍କ ମନରେ କିଛି ବି ପ୍ରଶ୍ନ ଥିଲେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ମୁଁ ଆପଣଙ୍କୁ ସଠିକ୍ ପରାମର୍ଶ ଦେବାକୁ ଚେଷ୍ଟା କରିବି। ଏମିତି ଶିକ୍ଷଣୀୟ ଏବଂ ଜ୍ଞାନଭରା ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତେ ଖୁସିରେ ରୁହନ୍ତୁ। ରହୁଛି, ନମସ୍କାର।